ଆମ ଓଡ଼ିଆ ସାବ ସ୍କୁଲ ପାଠରେ ସ୍ୱାଗତ କରୁଅଛେ। ପ୍ରିୟ ବନ୍ଧୁ, ଆମ ଏହି ଓଡ଼ିଆ ସାବ ସ୍କୁଲ ପାଠ ଆରମ୍ଭ କରିବା ପୂର୍ବେ ଏହି ଯୋଉ ସପ୍ତାହର ପାଠ ହେଉଛି ପିତା, ପୁତ୍ର ଏବଂ ପବିତ୍ର ଆତ୍ମା। The Father, the Son and the Holy Spirit। ଏହା ହେଉଛି ଏହି ସପ୍ତାହର ପାଠ। ତାହେଲେ ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା ଆମ ଏହି ସପ୍ତାହର ପାଠ। ତା ପୂର୍ବେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ସାବ ସ୍କୁଲ ପାଠ ପଢ଼ିବା ପାଇଁ ଯାଉଅଛୁ। ଏହା ବୁଝିବା ପାଇଁ, ଏହା ଜାଣିବା ପାଇଁ ଆମମାନଙ୍କୁ ଅଧିକ ପ୍ରମାଣରେ ଜ୍ଞାନ, ବୁଦ୍ଧି ଓ ସେହି ବାକ୍ୟ ଜାଣିବା ପାଇଁ ଆମମାନଙ୍କୁ ଶକ୍ତି ପ୍ରଦାନ କର। ଆଉ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେ ବନ୍ଧୁ, ଆମେ ପ୍ରାୟ 9 ସପ୍ତାହରେ ପ୍ରବେଶ କରିସାରିଛୁ। 10, 11, 12 ଆଉ ଏଇ ଯୋଉ ସପ୍ତାହରେ ବା ଏଇ ଯୋଉ ତ୍ରିମାସରେ ଆମେ ବିଶେଷ ଭାବରେ ଆଲୋଚନା କରୁଛୁ ଜହନ ଲିଖିତ ସୁସମାଚାର ପୁସ୍ତକ ପରେ କି ପ୍ରକାରେ ଜହନ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଦର୍ଶନ କରନ୍ତି, କି ପ୍ରକାରେ ଯୀଶୁଙ୍କ ଆଚର୍ଯ୍ୟ କର୍ମ, ଆଚର୍ଯ୍ୟ କାର୍ଯ୍ୟ, ଆଉ କି ପ୍ରକାରେ ଲୋକମାନଙ୍କୁ ପରମେଶ୍ୱରଙ୍କ ପ୍ରେମକୁ ଆପନା ଜୀବନ ଦ୍ୱାରା, ଆପନା କଥା ଦ୍ୱାରା, ଆପନା ସହଭାଗୀ ସହଯୋଗ ଦ୍ୱାରା ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ କିପରି ସେ ସାକ୍ଷାତ ଦେଉଛନ୍ତି ଆଉ କିପରି ତାଙ୍କ ପ୍ରେମ ଆମମାନଙ୍କ ଠାରେ ପ୍ରଦର୍ଶନ କରୁଛନ୍ତି, ତାହା ବିଷୟରେ ଜହନ ଦେଖନ୍ତି। ଆଉ ସେ ବି କହନ୍ତି କି ସେହି ସଦାପ୍ରଭୁ ଯିଏକି ଆମମାନଙ୍କ ପିତା ଆଉ ସେହି ଯୀଶୁ ଖ୍ରୀଷ୍ଟ ଯିଏକି ଆମମାନଙ୍କ ଉଦ୍ଧାରକର୍ତ୍ତା, ତ୍ରାଣକର୍ତ୍ତା, ଜୀବନଦାତା, ଆଉ ସେହି ପବିତ୍ର ଆତ୍ମା ଯିଏକି ଆମମାନଙ୍କ ସହ ସଦାସର୍ବଦା ରୁହନ୍ତି, ତାଙ୍କ ବିଷୟରେ ଯୀଶୁ ପ୍ରଦର୍ଶନ କରନ୍ତି। ଆଉ ଜହନ ଏହାମାନଙ୍କୁ ତାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କୁ କହିବାକୁ ଚାହୁଁଛନ୍ତି କି ଯୀଶୁ ପ୍ରଭୁ ହେଉଛନ୍ତି ଏହି ଜଗତର ସୃଷ୍ଟିକର୍ତ୍ତା। ଆଜି ବିଶେଷ ଭାବରେ ଆମେ ଆଲୋଚନା କରିବା ସେହି ପବିତ୍ର ଆତ୍ମା, ପିତା ଆଉ ପୁତ୍ରଙ୍କ ବିଷୟରେ। ବନ୍ଧୁ, ଏହା ଜାଣିବା ପୂର୍ବେ ଚାଲନ୍ତୁ ଆମ ସୈନ୍ୟ ପଦ ଦେଖିବା, ଯାହା ଆମମାନଙ୍କୁ ଦିଆଯାଇଛି ଜହନ 14:26। ସେଠି ଆମେ ପାଉଅଛୁ ବନ୍ଧୁ, କିନ୍ତୁ ସେହି ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ ନାମରେ ପ୍ରେରଣ କରିବେ, ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି ସେହି ସବୁ ତୁମମାନଙ୍କୁ ସ୍ମରଣ କରାଇବେ। ଜହନ 14:26। ବନ୍ଧୁ, ଯେପରି ମୁଁ ଆପଣମାନଙ୍କୁ କହିଲି କି ବିଶେଷ ଭାବରେ ଆମେ ଆଲୋଚନା କରିବା ପବିତ୍ର ଆତ୍ମା ଦ୍ୱାରା। ପବିତ୍ର ଆତ୍ମା ଯେପରିକି ଯୀଶୁ ଏଠି କହୁଅଛନ୍ତି ଆପନା ଶିଷ୍ୟମାନଙ୍କୁ କି ମୋ ନାମରେ ପ୍ରେରଣ କରିବେ। କିଏ କରିବେ? ସେହି ପବିତ୍ର ଆତ୍ମା, ଯାହା ଆମେ ହୋଲି ସ୍ପିରିଟ କହୁ। ଆଉ ସେହି ପବିତ୍ର ଆତ୍ମା ଆମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ
ମାନେ ଯାହା ଯାହା ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦାନ ଦେଇଥିଲେ ସେହି ଶିକ୍ଷା ସବୁ ଆମମାନଙ୍କୁ ଦେବେ ଆଉ ଆମମାନଙ୍କୁ ବୁଝାଇବେ, ସେ ଆମମାନଙ୍କୁ ମାର୍ଗଦର୍ଶନ କରିବେ। ଆଉ ଏଥିଯୋଗୁଁ ଯୀଶୁ କହନ୍ତି, ମୁଁ ଯାହା ଯାହା ତୁମମାନଙ୍କୁ କହିଅଛି ସେହି ସବୁ ତୁମମାନଙ୍କୁ ସ୍ମରଣ କରାଇବେ, ମାନେ ମନକୁ ଅନାଇବେ। ବନ୍ଧୁ, ତାହେଲେ ଚାଲନ୍ତୁ ଆମେ ଦେଖିବା ସେହି ପିତା ପୁତ୍ରଙ୍କ ପବିତ୍ର ଆତ୍ମାଙ୍କ ବିଷୟରେ। ପ୍ରଥମେ ଆମେ ଦେଖିବା ସେହି ସ୍ୱର୍ଗୀୟ ପିତା, ଯେପରିକି ଜହନ 1:1 ଆମେ ପାଉଛୁ ବା ପୃଥିବୀ ସୃଷ୍ଟି ହେବା ପୂର୍ବରେ ପାଉଛୁ ଆଦି ପୁସ୍ତକ 1:1 ସେଠି ଆମେ ପାଉଛୁ କି ଆଦ୍ୟରେ ପରମେଶ୍ୱର ଆକାଶ ପୃଥିବୀ ନିର୍ମାଣ କଲେ। ବନ୍ଧୁ, ଆମର ପିତା, ଆମର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ ଓ ପବିତ୍ର ଆତ୍ମା ଆବଶ୍ୟକ ଓ ପୃଥିବୀ ସୃଷ୍ଟି କଲେ। ଏହି ଉଭୟ ତିନି ଜଣ ଏହି ପୃଥିବୀକୁ ସୃଷ୍ଟି କଲେ। ଆଉ ସେମାନେ ହଉଛନ୍ତି ସମସ୍ତ ବିଦ୍ୟମାନର ଉପସ୍ଥିତି ଅଛନ୍ତି। ସେମାନେ ଜୀବକୁ ଅନୁଭୁକ୍ତ କରି ଜଗତକୁ ସୃଷ୍ଟି କଲେ। ବନ୍ଧୁ, ଜହନ ଏହିପରି ସେହି ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଆଲୋଚନା କରନ୍ତି ଏହିପରି ଯେ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଆଦୃତ ପୁତ୍ରକୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନଜୀବନ ପ୍ରାପ୍ତ ହୁଏ। ତେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଯେପରିକି ଆମେ ଆଦି ପୁସ୍ତକ 1:1 ଦେଖିଲୁ କି ସେହି ଜଗତ ବା ଯୋଉ ଜଗତରେ ଆମେ ବର୍ତ୍ତମାନ ବାସ କରୁଛେ, ଏହି ଜଗତକୁ ପିତା ପୁତ୍ର ପବିତ୍ର ଆତ୍ମା ଉଭୟ ସହ ସୃଷ୍ଟି କଲେ। ଯଦି ଆମେ ଆଦି ପୁସ୍ତକ 1 ପର୍ବ ପଢିବା, ସେଠି ସୃଷ୍ଟିର ବିବରଣ ବିଷୟରେ ଏମାନଙ୍କୁ ସାକ୍ଷା ଦିଆଯାଇଅଛି, ଯେଉଁଥିରେ ଆମେ ପ୍ରତ୍ୟେକ ଦିନର ବିଷୟରେ ଆମେ ଜାଣୁଛୁ କିପରି ଆମ ପ୍ରଭୁ ଆମ ଯୀଶୁ ସେହି ଯୋଉ ପବିତ୍ର ଆତ୍ମା ଏହି ଜଗତକୁ ଏକମାତ୍ର ମନରେ ସେମାନେ ସୃଷ୍ଟି କଲେ। ଆଉ ବିଶେଷ ଭାବରେ ଆମେ କହୁଅଛୁ ବର୍ତ୍ତମାନ ଯେକି ଜହନ 3:16-17 ଜହନ ମାନଙ୍କୁ କହିବାକୁ ଚାହୁଁଛନ୍ତି କି ଆମର ପିତା ସେ এই ଜଗତକୁ ଏଡ଼େ ପ୍ରେମ କଲେ, ଏତେ ପ୍ରେମ ଯାହାକି ଆମେ ସେହି ପ୍ରେମକୁ ବର୍ଣ୍ଣନା କରିପାରିବା ନାହିଁ। ସେହି ପ୍ରେମ ଯାହା ମନୁଷ୍ୟ ଦ୍ୱାରା ବି ହୋଇପାରିବ ନାହିଁ। ଆଉ ସେହି ପ୍ରେମ ଯୋଗୁଁ ତାଙ୍କ ଆଦୃତ ପୁତ୍ର ଏକମାତ୍ର ପୁତ୍ରକୁ ଏହି ଜଗତକୁ ପଠେଇଲେ। କାହିଁକି ପଠେଇଲେ? ଅନେକ ଏହିପରି ପ୍ରଶ୍ନ କରିପାରନ୍ତି। କାହିଁକି ଈଶ୍ୱର ଜଗତକୁ ପରମେଶ୍ୱର ଜଗତକୁ ଏକମାତ୍ର ପୁତ୍ରକୁ ପଠାଇଲେ? ଯେପରିକି ସେ ପ୍ରଥମ ଧାଡ଼ିରେ ଆମେ ଦେଖୁଛୁ କି ଜଗତକୁ ସେ ପ୍ରେମ କଲେ। ଏହି ଜଗତକୁ ସେ ପ୍ରେମ କଲେ କାରଣ ଏହି ଜଗତରେ ସେ ଆପଣା ପ୍ରତିରୂପେ ମଣିଷକୁ ସୃଷ୍ଟି କରିଥିଲେ। ଆଉ ସେଇ ମଣିଷ ଥିଲା ତାଙ୍କର ପୁତ୍ର, ତାଙ୍କର ସନ୍ତାନ। ଆଉ ସେଇ ସନ୍ତାନ ସନ୍ତତି ଦ୍ୱାରା ଯେପରିକି ବର୍ତ୍ତମାନ ସାରା ପୃଥିବୀରେ ଭରି ଅଛନ୍ତି ଲୋକେ, ଆଉ ସେଇ ଲୋକମାନେ ହଉଛନ୍ତି ବା ଆମେ ହଉଛୁ ତାଙ୍କର ସନ୍ତାନ ସନ୍ତତି। ଆଉ ଆମମାନଙ୍କୁ ଏତେ ସେ ପ୍ରେମ କଲେ ଯେ ଆପଣା ଆଦୃତ ପୁତ୍ରକୁ ଏହି ଜଗତକୁ ପଠାଇଲେ। କାହିଁକି ପଠାଇଲେ? ଯେପରିକି ଗତ ସପ୍ତାହରେ ଆମେ ଦେଖିଲୁ କି ଈଶ୍ୱରଙ୍କ ପ୍ରେମ ମଣିଷକୁ କିପରି ପ୍ରଦର୍ଶନ କରିପାରିବେ, ଈଶ୍ୱରଙ୍କ ଇଚ୍ଛା ଯୀଶୁଖ୍ରୀଷ୍ଟ କିପରି ମଣିଷକୁ ପ୍ରକାଶ କରିପାରିବେ ସେହି ବିଷୟରେ ପଠାଇଥିଲେ। ଆଉ ସେ ପ୍ରକାଶ କଲେ
ଆଉ ଯେ କେହି ତାହାଙ୍କଠାରେ ବିଶ୍ୱାସ କରନ୍ତି କାରଣ ସେ ଈଶ୍ୱରଙ୍କ ପୁତ୍ର ସେ ଜଣେ ଈଶ୍ୱର ସେ ଜଣେ ପ୍ରଭୁ ଯଦି ତାଙ୍କଠାରେ ବିଶ୍ୱାସ କରିବେ ସେ କେବେ ହେଲେ ବିନଷ୍ଟ ନ ହେବେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବେ ବୋଲି ଜହନ 3:16 କହୁଛି। ତାପରେ ଆମେ ଦେଖୁଛୁ ଯେଣୁ ଜଗତ ଯୀଶୁ ଖ୍ରୀଷ୍ଟ ଜଗତ ବିଚାର କରିବା ନିମନ୍ତେ ଆସିନାହାନ୍ତି ବରଂ ଜଗତକୁ ପରମେଶ୍ୱରଙ୍କ ପ୍ରେରଣ କରିବା ପାଇଁ ଅଛନ୍ତି ଯେପରିକି ତାହାଙ୍କ ଦ୍ୱାରା ଏଇ ଯୋଉ ଜଗତ ଯାହା ବିନଷ୍ଟ ହେବାକୁ ଯାଉଅଛି ଯାହାର ବିନଷ୍ଟ ଅବସ୍ଥାରେ ଅଛି ସେଇ ବିନଷ୍ଟ ଅବସ୍ଥାରୁ ସେହି ପିତାଙ୍କ ପୁତ୍ର ହିଁ ଉଦ୍ଧାର କରିପାରିବ ଏଥିପାଇଁ ତାହାଙ୍କୁ ପ୍ରେରଣ କଲା ବୋଲି ଜହନ 3:16-17 ଆମେ ପାଉଛୁ। ଜହନ 6:57 ଆମେ ଦେଖୁଛୁ ଜୀବନ୍ତ ପିତା ଯେପରି ମତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁ ଜୀବିତ ଥାଏ ସେହିପରି ସେ ଯେ ମତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ରହିବ ମାନେ ଯେ କେହି ପିତାଙ୍କର ଯେ କେହି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ ସେ ଭୋଜନ କରେ ଯୀଶୁଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ ବୋଲି ଜହନ କହୁଛନ୍ତି। ସେହିପରି ଜହନ 5:22 ଆମେ ଦେଖୁଛୁ ପୁଣି ପିତା ମଧ୍ୟ କାହାରି ବିଚାର କରନ୍ତି ନାହିଁ ମନେ ରଖନ୍ତୁ ଯେବେ ସ୍ୱର୍ଗରେ ଶୟତାନ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପରମେଶ୍ୱରଙ୍କ ବିରୁଦ୍ଧରେ ଏକ ପ୍ରଦର୍ଶନ କରିଥିଲେ ଏକ ବିଦ୍ରୋହ କରିଥିଲେ ମାତ୍ର ତାଙ୍କର ବିଚାର କରି ନ କରି ସେଇ ଯୋଉ ସ୍ୱାଧୀନ ଥିଲା ଶୈତାନ ସେ ସ୍ୱାଧୀନକୁ ତ ବାଛିଥିଲା ଆଉ ସ୍ୱାଧୀନ କଣ ଥିଲା ତମେ ସତ୍ୟରେ ଚାଲିବାକୁ ଚାହୁଁଛ ନା ମନ୍ଦରେ ଚାଲିବାକୁ ଚାହୁଁଛ ଦ ପାୱାର ଅଫ ଚଏସ୍ ବୋଲି ଆମେ କହୁଛୁ ଆଉ ସେ ଶୈତାନକୁ ସେଇ ଚଏସ୍ ସେଇ ଚୟନ ସେଇ ଯୋଉ ବାଛିବା ପାଇଁ ଉଦ୍ଧାର ମାନେ ତାଙ୍କୁ କ୍ଷମତା ଦେଇଥିଲେ ଆଉ ସେଇ ଯୋଉ ମନ୍ଦ କୁ ବାଛିଲେ ଆଉ ବର୍ତ୍ତମାନ ସେଇ ଯୋଉ ଶୈତାନ ବର୍ତ୍ତମାନ ଏ ପୃଥିବୀରେ ଅଛନ୍ତି ଆଉ ଏଠି ଜହନ କହନ୍ତି କି ପିତା ମଧ୍ୟ କାହାକୁ ବିଚାର କରନ୍ତି ନାହିଁ କାହିଁକି ପ୍ରତ୍ୟେକ ବ୍ୟକ୍ତିକୁ ପିତା ଏକ ବାଛିବା ପାଇଁ ଏକ ସ୍ୱାଧୀନ ଦେଇଛନ୍ତି ଯେପରି ଆମ ମନ ଇଚ୍ଛାରେ ଆମେ ବାଛି ପାରିବୁ ଆମେ ଶୈତାନକୁ ବାଛିବା ନା ପରମେଶ୍ୱରଙ୍କୁ ବାଛିବା ଏଟା ଆମର ଇଚ୍ଛା ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମଦାର କରନ୍ତି ସେହି ପ୍ରକାର ପ୍ରଭୁଙ୍କୁ ମଧ୍ୟ ସେହିପରି ସମଦାର କରିବେ ସେଥି ନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଛନ୍ତି ବନ୍ଧୁ ଯେପରିକି ସମସ୍ତେ ଲୋକ ପିତାଙ୍କୁ ଆଦର କରିବେ ସମଦାର କରିବେ ଯେପରି ସମଦାର କରିବେ ସେଥି ନିମନ୍ତେ ପ୍ରଭୁ ଯୀଶୁକୁ ଏହିପରି ଶକ୍ତି ପ୍ରଦାନ କରାଯାଇଛି କି ଯୀଶୁ ଆମର ବିଚାର କରିବେ ଆଉ ସେ ବିଚାର ଅଧିକାର ଯୀଶୁକୁ ହିଁ ଦିଆଯାଇଅଛି। ଜହନ 5:30 ଆମେ ଦେଖୁଛୁ ମୁଁ ଆପଣଙ୍କୁ କିଛି କରିପାରିବେ ନାହିଁ ମୁଁ ଯେପରି ଶୁଣେ ସେହିପରି ବିଚାର କରେ ଆଉ ମୋର ବିଚାର ଯଥାର୍ଥ କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ ବନ୍ଧୁ କି ପ୍ରକାରେ କେଡ଼େ ସୁନ୍ଦର ଭାବରେ ଯୀଶୁଖ୍ରୀଷ୍ଟ କହନ୍ତି ଯାହା ମୁଁ ବିଚାର କରେ ସେଇ ବିଚାର ମୁଁ ଯଥାର୍ଥ ବିଚାର କରେ କେଉଁକି ସେହି ବିଚାର କରିବା ପାଇଁ ମୋ ପରମ ପିତା ମତେ ପ୍ରେରଣା କରନ୍ତି ଆଉ ତାଙ୍କ ପ୍ରେରଣା ଦ୍ୱାରା ମୁଁ ବିଚାର କରେ ବୋଲି ଯୀଶୁଖ୍ରୀଷ୍ଟ ନିଜେ ହିଁ କହୁଛନ୍ତି। ଯଦି ଆମେ ଆଗକୁ ବଢିବା ଜହନ 6:32 ଦେଖିବା ସେଥିରେ ଯୀଶୁ ସେମାନଙ୍କୁ କହିଲେ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ମୁଁ ତୁମମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାନ୍ତି କିନ୍ତୁ ମୋର ପିତା ତୁମମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି ଦେଖନ୍ତୁ ବନ୍ଧୁ ଆମେ ଯଦି ଦେଖିବା ଲେବୀୟ ମାନେ ଯହୁଦୀ ମାନେ ମିଶ୍ର ଦେଶରୁ ଯେବେ ବାହାର ହେଲେ ପରମ ପିତା ସେମାନଙ୍କୁ 40 ବର୍ଷ ତାଙ୍କ ସ୍ୱର୍ଗୀୟ ମାନା ଦେଇଥିଲେ ଆଉ ବର୍ତ୍ତମାନ ସେହି ସଦାପ୍ରଭୁ ପରମେଶ୍ୱର ତାଙ୍କ ପୁତ୍ର ଦ୍ୱାରା ଆମମାନଙ୍କୁ ଏକ ପ୍ରଚୁର ଆହାର ପ୍ରଦାନ କରନ୍ତି ସେ ପ୍ରଚୁର ଆହାର ହଉଛନ୍ତି
ଯୀଶୁ ଖ୍ରୀଷ୍ଟ। ଜହନ 14:10 କହେ, ମୁଁ ଯେ ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି, ଏ କଥା କଣ ବିଶ୍ୱାସ କର ନାହିଁ? ମୁଁ ତୁମମାନଙ୍କୁ ସମସ୍ତଙ୍କୁ ବାକ୍ୟରେ କହେ, ସେହି ସବୁ ମୋ ନିଜରୁ କହେ ନାହିଁ, କିନ୍ତୁ ପିତାଙ୍କ ମୋ ଠାରେ ଥାଇ ଆପଣା କର୍ମ କରୁଅଛନ୍ତି। ଆଉ ବନ୍ଧୁ, ଯୀଶୁ ଖ୍ରୀଷ୍ଟ ଯାହା ଯାହା ପୃଥିବୀରେ କରୁଥିଲେ, ସେ ପିତାଙ୍କ ଇଚ୍ଛା କରୁଥିଲେ। ଯେହେତୁ ଏଠି ଆମେ କହୁଛୁ କି ଯାହା ଯାହା ମୁଁ କରୁଥିଲି, ସେଇ ସବୁ ପିତାଙ୍କ ଇଚ୍ଛା ଦ୍ଵାରା ଆପଣା କର୍ମ କରୁଥିଲି, ତାଙ୍କ ଇଚ୍ଛା ଦ୍ଵାରା ମୁଁ କରୁଥିଲି, ଆଉ ତାହା ପରମ ପିତାଙ୍କ ଇଚ୍ଛା ଥିଲା ବୋଲି ସେ କହନ୍ତି। ସେହିପରି ଜହନ 14:24 ସେ କହନ୍ତି, ଯୀଶୁ କହନ୍ତି, ଯେ ମୋତେ ପ୍ରେମ କରେ ନାହିଁ, ସେ ମୋର ବାକ୍ୟ ପାଳନ କରେ ନାହିଁ। ବନ୍ଧୁ, ଯିଏ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେମ କରନ୍ତି ନାହିଁ, ସେ କେବେ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ବାକ୍ୟ ଉପରେ ଧ୍ୟାନ ଦିଅନ୍ତି ନାହିଁ। ଆଉ ଯେଉଁ ବ୍ୟକ୍ତି ବାକ୍ୟ ତୁମାନେ ଶୁଣୁଅଛୁ, ବା ଯେଉଁ ବାକ୍ୟ ଆମେ ଶୁଣୁଅଛୁ, ତାହା ମୋର ନୁହେଁ, ମାତ୍ର ମୋର ପିତାଙ୍କର ବୋଲି ଯୀଶୁ ଖ୍ରୀଷ୍ଟ ମାନଙ୍କୁ କହୁଅଛି। ବନ୍ଧୁ, ଯେଉଁ ବାକ୍ୟ ଆମେ ଶୁଣୁଅଛୁ, ସେଇ ବାକ୍ୟ ପିତାଙ୍କର ବାକ୍ୟ ଆମେ ଶୁଣୁଅଛୁ। ସେହିପରି ଜହନ 6:45 ଆମେ ଦେଖୁ, ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ସମସ୍ତ ଈଶ୍ୱରଙ୍କ କର୍ତ୍ତୃତ୍ୱ ଶିକ୍ଷା ପ୍ରାପ୍ତ ହେବେ, ଯେ କେହି ପିତାଙ୍କ ଠାରେ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋ ନିକଟକୁ ଆସିବେ। ବନ୍ଧୁ, କଣ ଆପଣ ମାନେ ସେହି ପବିତ୍ର ଶାସ୍ତ୍ର ପଢି ପିତାଙ୍କ ଶିକ୍ଷା ଲାଭ କରିଅଛନ୍ତି କି? ଯଦି ଲାଭ କରି ଅଛନ୍ତି, ତାହେଲେ ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ। ଯେପରିକି ଜହନ 15:16 ଆମେ ଦେଖୁ, ତୁମେମାନେ ମତେ ମନୋନୀତ କରିନାହିଁ। ସେ କହନ୍ତି, ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ମନୋନୀତ କରିନାହୁଁ, କିନ୍ତୁ ତୁମମାନଙ୍କୁ ମନୋନୀତ କରିଅଛନ୍ତି କିଏ? ଆମମାନଙ୍କ ସ୍ୱର୍ଗସ୍ଥ ପିତା ଆମମାନଙ୍କୁ ମନୋନୀତ କରିଛନ୍ତି, ଯେପରିକି ଆମ୍ଭେମାନେ ଫଳ ଉତ୍ପନ୍ନ କରିପାରିବା, ଯେପରିକି ଆମେମାନେ ଫଳଦାୟୀ ହୋଇପାରିବା। ଏଥି ନିମନ୍ତେ ଆମମାନଙ୍କୁ ପ୍ରଭୁ ନିଯୁକ୍ତ କରିଅଛନ୍ତି। ସେଥିରେ ତୁମାନେ ମୋ ନାମରେ ପିତାଙ୍କ ଯାହା କିଛି ମାଗିବ, ସେ ତାହାର ତୁମମାନଙ୍କୁ ଦେବେ ବୋଲି ଯୀଶୁ ଖ୍ରୀଷ୍ଟ ଜହନ 15:16 କହନ୍ତି। ଯାହା କିଛି ଆମେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁ, ପିତାଙ୍କୁ ସେ ଆମମାନଙ୍କୁ ଦେବେ। ସେ ବି କହନ୍ତି, ତୁମେମାନେ ମୋ କିଛି ପଚାରିବ ନାହିଁ। ସେଦିନ ତୁମେମାନେ ମତେ କିଛି ପଚାରିବ ନାହିଁ, ମାତ୍ର ମୁଁ ସତ୍ୟ ସତ୍ୟ ତୁମମାନଙ୍କୁ କହୁଅଛି, ଯଦି ତୁମମାନେ ପିତାଙ୍କୁ କିଛି ମାଗିବ, ତେବେ ମୋ ନାମରେ ତୁମମାନଙ୍କୁ ଦିଆଦେବ ବୋଲି ଯୀଶୁ ଖ୍ରୀଷ୍ଟ କହିଲେ। ତାହେଲେ ପ୍ରିୟ ବନ୍ଧୁ, ଚାଲନ୍ତୁ ସେହି ସ୍ୱର୍ଗସ୍ଥ ପିତାଙ୍କ ଠାରେ ଆମେ ବିଶ୍ୱାସ କରିବା। ତାପରେ ଆମେ ଦେଖିବା ଯୀଶୁ ଏବଂ ପିତାଙ୍କ ସମ୍ପର୍କ ବିଷୟରେ। ଆମେ ପିତାଙ୍କ ବିଷୟରେ ଆମେ ଶିଖିଲୁ, ତାହେଲେ ଯୀଶୁ ଏବଂ ପିତାଙ୍କ ସମ୍ପର୍କରେ ଯଦି ଦେଖିବା, ଆଦି ପୁସ୍ତକ ତାର 7-9 ଯଦି ଦେଖିବା, ସେଠି ଆମ ତହିଁରେ ସେମାନଙ୍କୁ ଚକ୍ଷୁ ପ୍ରଦାନ ହୁଅନ୍ତେ, ସେମାନେ ନିଜ ଉଲ୍ଲଂଘନ ବୋଧ ପାଇଁ ଡିମିରି ବୃକ୍ଷର ପତ୍ର ସିଆଇ ଘାଗରା ବନାଇଲେ। ତହିଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣେ, ଆଦମ ଓ ତାହାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ। ତ ଏ ସଦାପ୍ରଭୁ ପରମେଶ୍ୱର ଆପଣଙ୍କୁ ଆଦମକୁ ଡାକି କହିଲେ, ତୁମେ କେଉଁଠାରେ? ବନ୍ଧୁ, ଏହା ଆଦମ ହବାଙ୍କ କାହାଣୀ ବିଷୟରେ ଆମେ ଦେଖୁଅଛୁ। ଯେପରି ଏହି ଆଦମ ହବାକୁ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ସୃଷ୍ଟି କରିଥିଲେ, ପରମେଶ୍ୱର ଆପଣା ସଦୃଶରେ ସୃଷ୍ଟି କରିଥିଲେ, ଯାହା ଆମେ ଆଦି 1:26-27 ଆମେ ଦେଖୁଅଛୁ। ଯାହା କହୁଅଛି କି ଏହି ଉତ୍ତାରେ ପରମେଶ୍ୱର କହିଲେ,
ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମଣିଷକୁ ନିର୍ମାଣ କରୁ। ବା ସେମାନେ କହିଲେ, ଆମ୍ଭେମାନେ ଆମ ପ୍ରତିମୂର୍ତ୍ତିରେ ଆପଣା ସଦୃଶ୍ୟରେ ମଣିଷକୁ ସୃଷ୍ଟି କରିବା। ସେମାନେ ଜଳସ୍ଥଳ, ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିର ଗମନଶୀଳ ସବୁ ପୁରୋଗମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। କିଏ? ସେହି ମଣିଷ ଯିଏକି ଈଶ୍ୱରଙ୍କ ପ୍ରତିରୂପେ ସୃଷ୍ଟି ହୋଇଅଛି। ଆଉ ସେହି ମଣିଷ ହଉଛି ଆମେ। ଆଉ ସେଇ ମଣିଷ ଥିଲେ ଆଦମ ହବା, ଯେପରି ଏହା ପୂର୍ବେ ଆମେ ପଢିଲୁ। ଆଉ ଅନନ୍ତର ପରମେଶ୍ୱର ସେମାନଙ୍କୁ ପ୍ରତିମୂର୍ତ୍ତିରେ, ଆପଣା ପ୍ରତିମୂର୍ତ୍ତିରେ ମଣିଷକୁ ସୃଷ୍ଟି କଲେ ଓ ପରମେଶ୍ୱର ପ୍ରତିମୂର୍ତ୍ତିରେ ସେ ତାହାଙ୍କୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ବନ୍ଧୁ, ଆମର ପରମେଶ୍ୱର ମଣିଷକୁ ଆପଣା ପ୍ରତିରୂପ ଦେଲେ। ଯେପରିକି ଆମ ଘରେ ଯଦି ପୁଅ ବା ଝିଅ ଜନ୍ମ ହୁଏ, ସେ ଆପଣା ପିତା ଓ ମାତା ପ୍ରତିରୂପ ନେଇ ସେ ଜନ୍ମ ହୋଇଥାଏ। ଆଉ ସେହିପରି ଆମେ ଆଦି ପୁସ୍ତକ ତାର 1:26-27 ଦେଖିଲୁ। ଆଉ ସେଇ ଆଦି ପୁସ୍ତକରେ ବି ଆମେ ଦେଖୁଅଛୁ ସେଇ ପରମେଶ୍ୱର କିପରି ଯେବେ ଆଦମ ହବା ପାପ କଲେ, ସେମାନଙ୍କୁ କିପରି ଈଶ୍ୱର ଡାକିଲେ। ଆଉ ଆଦମ ହବା ଯେବେ ସେମାନେ ପାପ କଲେ ବୋଲି ଜାଣିଲେ, କିପରି ସେମାନେ ରହିଲେ ତାହା ଆମେ ଦେଖିବୁ। ସେହିପରି ଯଦି ଆମେ ଜହନ 1:14-18 ପଢିବା, ସେହି ଆଦମ ହବା ଯେବେ ପାପ କଲେ, ଆଉ ସେହିମାନଙ୍କ ପାପ ଯୋଗୁଁ ଯୀଶୁ ପ୍ରଭୁ ଏହି ଜଗତକୁ ଆସିବାକୁ ପଡିଲା। କେମିତି ଜଗତକୁ ଆସିଲା? ସେ ଆସିଲେ ମାନବ ରୂପେ। ଆଉ ସେହି ବାକ୍ୟ ଦେହବ ହେଲେ ପୁଣି ଅନୁଗ୍ରହ ଓ ସତ୍ୟ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଆଦୃତ ପୁତ୍ରଙ୍କ ମହିମା ସଦୃଶ୍ୟ ଆମମାନେ ତାହାଙ୍କ ମହିମା ଦେଖିଲୁ। ବନ୍ଧୁ, କେଡ଼େ ସୁନ୍ଦର ଭାବରେ ଜହନ ପିତାଙ୍କ ରୂପକୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କୁ ପ୍ରକାଶ କରୁଛନ୍ତି। କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପଦର ହେଲା, କିନ୍ତୁ ଅନୁଗ୍ରହ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା। କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଆଦୃତ ପୁତ୍ର ତାହାଙ୍କୁ ପ୍ରକାଶ କରେ। ବନ୍ଧୁ, ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପ୍ରଦତ୍ତ ହେଲା, ମାତ୍ର ଈଶ୍ୱରଙ୍କ ଦ୍ୱାରା ଆମେ ତାଙ୍କ ଅନୁଗ୍ରହ ସତ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ। କେହି ବି ପିତାଙ୍କୁ ଦେଖି ନାହାନ୍ତି, ମାତ୍ର ପୁତ୍ର ହିଁ ଦେଖିଛନ୍ତି ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଭଉଣୀ ଏଲେନ୍ ଜି ହ୍ୱାଇଟ୍ ସେ ଲେଖନ୍ତି, ତାଙ୍କର ଅଧିକାର ଖ୍ରୀଷ୍ଟ ମନୁଷ୍ୟମାନଙ୍କ ମଧ୍ୟରେ ଜଣେ ମନୁଷ୍ୟ ଭାବରେ ପୃଥିବୀରେ ତାଙ୍କର ଅସ୍ତିତ୍ୱ ବିଷୟରେ କହିବା, ସୂଚେଇବା ପରେ ପରମେଶ୍ୱରଙ୍କ ଠାରୁ ଉପହାର ସ୍ୱରୂପ ତାଙ୍କ ଜୀବନର ଅଧିକାରକୁ ଖ୍ରୀଷ୍ଟଙ୍କର ଈଶ୍ୱରୀୟତା ଅନନ୍ତ ଜୀବନର ବିଶ୍ୱାସୀଙ୍କୁ ନିଶ୍ଚିତତା କରାଇଲା। ବନ୍ଧୁ, ଯେପରିକି ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା, ଏଥିଯୋଗୁଁ ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କୁ ପଠେଇଲେ। ଆଉ ତାହାଙ୍କ ଦ୍ୱାରା ଆମେ ଜାଣିପାରୁଛୁ ପରମେଶ୍ୱରଙ୍କ ପ୍ରେମ, ଆଉ ତାହାଙ୍କ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ପୁତ୍ରଙ୍କୁ ଜାଣିବା, ପିତାଙ୍କୁ ଜାଣିବା। ଆମେ ଦେଖିବା କିପରି ଆମେ ପୁତ୍ରଙ୍କୁ ଜାଣିବା ଆଉ ପିତାଙ୍କୁ ଜାଣିବା। ଯେବେ ଆମେ ପୁତ୍ରଙ୍କୁ ଜାଣିବା କି ପିତାଙ୍କ କାର୍ଯ୍ୟ, ପୁତ୍ରଙ୍କ କାର୍ଯ୍ୟ ଦ୍ୱାରା ଆମେ ପିତାଙ୍କୁ ଜାଣିପାରିବା। ଯେହେତୁ ପିତା ଯାହା କଲେ ପୁତ୍ର ତାହା କରୁଛନ୍ତି, ଆଉ ପିତା ତାଙ୍କ ପ୍ରେମ ପ୍ରକାଶ କଲେ, ସେହିପରି ପୁତ୍ର ବି ପ୍ରେମ ପ୍ରକାଶ କରୁଅଛନ୍ତି, ଯାହା ଆମେ ବାଇବଲରେ ପାଉଛୁ। ଯେପରିକି ଜହନ 1:18 କହେ ଯେ ପିତାଙ୍କୁ ସବୁ ବିଷୟ ଜଣାନ୍ତି। କିଏ? ଯୀଶୁଖ୍ରୀଷ୍ଟ ଜଣାନ୍ତି।
से प्रकाश करते जीशु ख्रीस्ट बारंबार जीशु पिता बोली यही वाक्यटा जहन 136 थर लिखा जाए अच्छे जदि आम जहन 1-3 जहन 18 जहन 1-3 पढ़ा से 18 थर नूतन यह लिखा जाउछि कि जीशु पिता को किपरि प्रकाश करते बंधु यह प्रथमे एक चमत्कार वक्तव्य परि मने होई पारे किंतु यह संपूर्ण रूपे आत्मा समर्पण करिथिबा दर्शाए यीशु जने मनुष्य भावरे पितांक निकटरे थिले बंधु से प्रभु भावरे नथिले मात्र से एक मनुष्य भावरे पितांक निकटरे थिले यीशु यह मध्य कहि अछंती जे पितांक द्वारा राज्य को शेष करबा पाए पठा जाई अछंती जेपरिकी एही जो जगतर मानव जाति परित्राण लाभ पाइबे एवं पिता निजे से बहन करथिले बोली जहन 3:36-38 हमें पाउछ यही कार्य करिया पाई जीशु ख्रीस्ट यही जगत को आसले आओ साक्षी ले बंधु जीशु घोषणा कले जे पिता तांको एकमात्र सेवा करबा को पठाइले जहांक माध्यम रे मानविक पितांक निकट को आसी पारिबे हाँ बंधु आमे जीशु ख्रीस्ट द्वारा ही आमे पितांक पाख को जाई परिबा पितांक ताहांक संपर्क विषय जीशु को दाबी आश्चर्यजनक अटे से तांकर समस्त शिक्षा देछन्ते पितांक शिक्षा से सबु बेले कहन्ति जे से पितांक ठारू व्यक्तिगत भावरे सुनिथिले ताहांक ठारे विश्वास करन्ति पितांक उपरे भरोसा और विश्वास करन्ति आ सम्मान दियन्ति तांकर उभय वाक्य एवं कार्य गुड़िक समस्ते परम पिता एवं से एवं पिता स्नेहरे एक अछन्ति हाँ बंधु पिता पुत्र अपुत्र पिता को प्रकाश करन्ति जहा तांको जीवन द्वारा आमे देखि पारु अछु आओ देखिबा चलंतु देखिबा सही पवित्र आत्मा द्वारा पवित्र आत्मा बंधु पवित्र आत्मा जेपरि यीशु कहिले कि मु एक स्वांतनाकारी तुमको पठाऊ अच्छे से तुमको एक स्वांतना देव बोली जहाँ आम आम जो स्वर्णीय पदरे आम देखिलु जहन 1-10-13 जदि आम पाठ करिबा से प्रथम अध्याय रे आमे पवित्र आत्मा केंद्रीय भूमिका देखि पारुछु जहन आमान को कहबा को चाहछंती जे जेबे लोक वाक्य ग्रहण करंती जो माने तांको ठारे विश्वास करंती से माने परमेश्वर को प्रदान पाइंती जो माने रक्त ना शरीर इच्छा किबा मनुष्य इच्छा रो जन्म होई न थिले किंतु परमेश्वर को इच्छा द्वारा जन्म होइथिले सेही माने ही परमेश्वर को इच्छा को विश्वास करिवे बोली हम देखु बंधु सेही परि जदि जहन 3:5-8 14 26 16 26 आउ जहन 16:7-11 पढ़िबा सेठी आमे पवित्र आत्मा को कार्य विषय वर्णना करिवार देखुछु जीशु अपना शिष्य मानक उत्साहित करी आनंद एवं भरोसा सहित से मानक प्रेरणा करिबा पई चेष्टा करथिले से निज हृदय देथिबा प्रचुर साहाय्य हेतु से आनंदित हेले बोली आमे देखुछु आउ से भी चाहती ताहांक मंडली पाई पवित्र आत्मा समस्त उपहार मध्यरु
ସର୍ବୋଚ୍ଚ ଥିଲା ବୋଲି ଆମେ ଦେଖୁଅଛୁ। ଯୋଉ ମଣ୍ଡଳୀ ବର୍ତ୍ତମାନ ଆମେ ଅଛୁ, ସେ ମଣ୍ଡଳୀକୁ ପବିତ୍ର ଆତ୍ମା ହଉଛି ସର୍ବୋଚ୍ଚ ଏକ ଉପହାର, ଯେହେତୁ ସେ ଲୋକମାନଙ୍କ ଉନ୍ନତି ପାଇଁ ଯେପରି ପିତାଙ୍କ ଠାରୁ ଅନୁରୋଧ କରିପାରନ୍ତି, ସେ ଆମମାନଙ୍କୁ ସାହାଯ୍ୟ କରନ୍ତି। ଆତ୍ମାକୁ ଏକ ପୁନଃ ନିର୍ମାଣକାରୀ ପ୍ରତିନିଧି ଭାବରେ ଆମମାନଙ୍କୁ ଦିଆଯାଇଅଛି ଏବଂ ଏହା ବିନା ଖ୍ରୀଷ୍ଟଙ୍କ ବଳିଦାନ ଦ୍ୱାରା କୌଣସି ଲାଭ ହୋଇ ନଥାନ୍ତା। ଯଦି ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହତ ନ ହୋଇଥାନ୍ତେ, ତାହେଲେ ଏଇ ଯୋଉ ଉପହାର ଆମେ ପାଇଅଛୁ, ଯାହାକି ସେଇ ଉପହାର ହଉଛି ପବିତ୍ର ଆତ୍ମା, ଯିଏକି ଆମମାନଙ୍କୁ ସମସ୍ତ ମନ୍ଦ ଶକ୍ତିରୁ, ସମସ୍ତ ବାକ୍ୟ, ଈଶ୍ୱରଙ୍କ ବାକ୍ୟକୁ ଆମମାନଙ୍କୁ ବୁଝିବା ପାଇଁ, ଜାଣିବା ପାଇଁ, ସତ୍ୟ ପଦରେ ଯିବା ପାଇଁ ଆମକୁ ସାହାଯ୍ୟ କରୁଅଛି। ତେବେ ପବିତ୍ର ଆତ୍ମା ଗ୍ରହଣ କରିବା କି ଆଶ୍ଚର୍ଯ୍ୟ! ଯିଏ ଏହାକୁ ପ୍ରମାଣ କରେ ପରମେଶ୍ୱର ସତ୍ୟ। ଜହନ 3:33 କହୁଛି କି ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି ଈଶ୍ୱର ଯେ ସତ୍ୟ, ଏହା ସେ ମୁଦ୍ରାୟଣ କରିଅଛନ୍ତି ବୋଲି ଆମେ ପାଉଅଛୁ। ବନ୍ଧୁ, ସେପରି ଜହନ 16:8-11 ଆମେ ପାଉଛୁ ପବିତ୍ର ଆତ୍ମା କୁ ପାଇବାର, ଗ୍ରହଣ କରିବାର ଏକ ଆଶୀର୍ବାଦ। ପବିତ୍ର ଆତ୍ମାକୁ ଆମେ ଗ୍ରହଣ କରିବା, ତାହା ହେଉଛି ଏକ ଆଶୀର୍ବାଦ। ଆତ୍ମା ହିଁ ପାପ, ଧାର୍ମିକତା ପାଇଁ ଦୋଷୀ ଏବଂ ବିଚାର ଚାବି। ତେଣୁ ଆମେ ଜାଣିବା ଦରକାର କେଉଁଟି ଠିକ, କେଉଁଟି ସତ, କେଉଁଟି ଭଲ, ବା କେଉଁ କଥା ଠିକ କଥା, କେଉଁ କଥା ସତ କଥା, କେଉଁ କଥା ଭଲ କଥା, ତା ଆମର ଦାଖଲ ଦୋଷୀ ମାଧ୍ୟମରେ ପରମେଶ୍ୱରଙ୍କ ବାକ୍ୟକୁ ଜୀବନର ଅନୁଭବ ପାଇବା ନିମନ୍ତେ ଏବଂ ପବିତ୍ର ଆତ୍ମାଙ୍କର ଦୃଢ ଶକ୍ତି ନିମନ୍ତେ ଆମେ ପ୍ରାର୍ଥନା କରିବାକୁ ପଡିବ। ବନ୍ଧୁ, ପବିତ୍ର ଆତ୍ମା ହିଁ ଆମମାନଙ୍କୁ ସାହାଯ୍ୟ କରିପାରନ୍ତି, ଯେପରିକି ଆମେ ଖ୍ରୀଷ୍ଟଙ୍କୁ ଲାଭ କରି ବିଶ୍ୱାସ କରିପାରିବା ଆଉ ପିତାଙ୍କ ପାଖକୁ ଆମେ ଯାଇପାରିବା। ଯୀଶୁଙ୍କ ପ୍ରାର୍ଥନା। ବନ୍ଧୁ, ଜହନ 17 ଆମେ ପାଉଛୁ ଯୀଶୁ ପ୍ରଭୁ କିପରି ଆମମାନଙ୍କ ପାଇଁ, ଆପଣା ଶିଷ୍ୟମାନଙ୍କ ପାଇଁ, ଆପଣା ମଣ୍ଡଳୀ ପାଇଁ, ଆପଣା ବିଶ୍ୱାସୀମାନଙ୍କ ପାଇଁ ପିତାଙ୍କ ଠାରେ ପ୍ରାର୍ଥନା କରୁଛନ୍ତି। ଜହନ 17 ପର୍ବ ଯଦି ଆମେ ପଢିବା, ସେଠି ପିତା ଏବଂ ତାଙ୍କର ବିଶ୍ୱାସୀମାନଙ୍କ ମଧ୍ୟରେ ପ୍ରେମକୁ ଘନିଷ୍ଠ ସମ୍ପର୍କ ପାଇଁ ଯୀଶୁଙ୍କ ଇଚ୍ଛା କରିଥିଲେ, ଯେପରିକି ପିତା ଆଉ ବିଶ୍ୱାସୀ ଯେମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ଯେପରିକି ତାଙ୍କର ସମ୍ପର୍କ ପିତାଙ୍କ ଠାରେ ଏକ ଘନିଷ୍ଠ ସମ୍ପର୍କ ହୋଇପାରିବ, ଯେପରି ଜହନ 17 ପର୍ବରେ ଆମେ ପାଉଅଛୁ। ବନ୍ଧୁ, ଜହନ 17 ଯଦି 3 ବଢିବା, ସେଠି ଯୀଶୁ ଏହିପରି ପ୍ରାର୍ଥନା କରନ୍ତି, ଆଉ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମେ, ତୁମକୁ ଓ ତୁମର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନଜୀବନ ଅଟେ। ଯେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତି ଆଉ ସେଇ ସତ୍ୟ ଯେମାନେ ଆପଣ ପ୍ରେରଣ କରିବେ କି ଯୀଶୁ ଖ୍ରୀଷ୍ଟ ହିଁ ସେଇ ଜୀବନ ବୋଲି ବିଶ୍ୱାସ କରିବେ, ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ। ବନ୍ଧୁ, ଯୀଶୁ ଖ୍ରୀଷ୍ଟ ହିଁ ସେଇ ସତ୍ୟ। ଯେପରି ମୁଁ କହିଥିଲି, ଆମେ ପଢିଥିଲୁ, ମୁଁ ସେହି ପଥ, ସତ୍ୟ ଓ ଜୀବନ, ମୋ ଦେଇ ଯଦି ନ ଯିବ ତେବେ କେବେ ହେଲେ ପିତାଙ୍କ ସହ ସାକ୍ଷାତ ହୋଇପାରିବ ନାହିଁ। ବନ୍ଧୁ, ସେହି ସତ୍ୟ ବର୍ତ୍ତମାନ ଆମ ଠାରେ ଅଛି। ସେହି ସତ୍ୟ ବର୍ତ୍ତମାନ ସାରା ପୃଥିବୀରେ ପ୍ରଚାର କରାଯାଉଛି କି ଯୀଶୁ ଖ୍ରୀଷ୍ଟ ହିଁ ସେହି ସତ୍ୟ। ଯଦି ଆମେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଯଦି ପ୍ରାର୍ଥନା କରିବା,
ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଯଦି ଆମେ କିଛି ମାଗିବା, ଆମର ସୁବିଧା ଅସୁବିଧା, ଆମର ମନର ଇଚ୍ଛା, ଆମେ ଯାହା କିଛି ଉପଲବ୍ଧ କରିବା ପାଇଁ ଚାହୁଅଛୁ, ଯଦି ଆମେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସେଇ ପରମ ପିତାଙ୍କ ଠାରେ ମାଗିବା, ସେଇ ପରମ ପିତା ମାନଙ୍କୁ ଦେବେ। ଯେହେତୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ଭଲ ପାଇଁ, ଆମମାନଙ୍କ ମୁକ୍ତି ପାଇଁ, ଆମମାନଙ୍କ ଜୀବନ ପାଇଁ, ଯେପରିକି ସେ ଏହି ପୃଥିବୀକୁ ଆସିଲେ, ଯେପରିକି ଆମେ ପରିତ୍ରାଣ ଲାଭ ହୋଇପାରିବା, ଯେପରିକି ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା, ସେଥି ନିମନ୍ତେ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ। ଆଉ ସେଇ ସତ୍ୟ ହଉଛି ଏହା। ଆଉ ଯେପରିକି ସେଇ ସତ୍ୟ ମାନଙ୍କୁ ଅଧିକ ରୂପରେ ଆମେ ଜାଣିପାରିବା, ଯୀଶୁ ପ୍ରଭୁ ଆମମାନଙ୍କୁ ଏକ ସାହାଯ୍ୟକାରୀ ପଠାଇଲେ। ଆଉ ସେହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ର ଆତ୍ମା। ଯେବେ ଆମେ ପବିତ୍ର ଆତ୍ମାର ସାହାଯ୍ୟ ନେବା, ତେବେ ଆମେ ଅଧିକ ରୂପେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଜାଣିପାରିବା। ଯେବେ ଆମେ ପବିତ୍ର ଆତ୍ମାର ସାହାଯ୍ୟ ନେବା, ଆମେ ଅଧିକ ରୂପେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ବିଷୟରେ ଆମେ ଜାଣିପାରିବା। ଯେବେ ଆମେ ସେହି ପବିତ୍ର ଆତ୍ମାକୁ ଗ୍ରହଣ କରିବା, ସେହି ପିତା ପୁତ୍ରଙ୍କ ବିଷୟରେ ଆମେ ଅଧିକ ପ୍ରେମ ବିଷୟରେ ଜାଣିପାରିବା। ତାହେଲେ ପ୍ରିୟ ବନ୍ଧୁ, ଆପଣ ସେହି ପିତା ପୁତ୍ର ପବିତ୍ର ଆତ୍ମା ଉପରେ ବିଶ୍ୱାସ କରୁଛନ୍ତି କି, ଯେଉଁମାନେ ଆମମାନଙ୍କ ପାଇଁ ଏତେ ପ୍ରେମ କରନ୍ତି, ବିଶେଷ ଭାବରେ ଯୀଶୁ ଏହି ପୃଥିବୀକୁ ଆସିଲେ, ଯେପରିକି ପିତା କିପରି ଏମାନଙ୍କୁ ପ୍ରେମ କରନ୍ତି, ସେହି ପ୍ରେମ ଏମାନଙ୍କୁ ପ୍ରକାଶ କରି ନିଜ ଜୀବନ ଦାନ ଦେଇ ସେ ସ୍ୱର୍ଗକୁ ଗଲେ। ଆଉ ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରନ୍ତି, ଆଉ ତାଙ୍କ ନାମରେ ପ୍ରାର୍ଥନା କରନ୍ତି, ଆଉ ପିତାଙ୍କୁ ମାଗନ୍ତି, ସେମାନେ ସେହି ପ୍ରାର୍ଥନା ଉତ୍ତର ପାଇପାରିବେ। ବନ୍ଧୁ, ପରିଶେଷ ଆମେ ଦେଖିବା ଜହନ 1:14। ଯଦି ଆମେ ପଢିବା, ସେଠି ଆମେ ଦେଖୁଛୁ, ଆଉ ସେହି ବାକ୍ୟ ଦେହବ ହେଲେ ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ୍ୟ ମାନେ ତାହାଙ୍କ ମହିମା ଦେଖିଲେ। ହଁ ବନ୍ଧୁ, ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଆମେ ପିତାଙ୍କ ଦେଖିପାରୁଛୁ, ପିତାଙ୍କ ପ୍ରେମ ଅନୁଭବ କରିପାରୁଛୁ। ପିତାଙ୍କ ଯୋଉ ଇଚ୍ଛା ଥିଲା, ସେଇ ଇଚ୍ଛା ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ହିଁ ଆମେ ଜାଣିପାରୁଛୁ। ତାହେଲେ ଚାଲନ୍ତୁ ସେଇ ପିତାଙ୍କୁ ଆମେ ପ୍ରେମ କରିବା, ସେଇ ପିତା, ସେଇ ପୁତ୍ର ଓ ପବିତ୍ରଙ୍କ ଆତ୍ମଙ୍କ ଠାରେ ବିଶ୍ୱାସ କରିବା। ଆଉ ଯେପରି ଆମେ ସେହି ସ୍ୱର୍ଣ୍ଣ ପଦରେ ଦେଖିଲୁ କି କାହିଁକି ଆମମାନଙ୍କୁ ସେହି ପିତା ପୁତ୍ର ଏହି ପବିତ୍ର ଆତ୍ମା ମାନଙ୍କୁ ଦେଲେ, ଯେପରିକି ତାଙ୍କ ପ୍ରେମ ବିଷୟରେ, ତାଙ୍କ ସ୍ନେହ ବିଷୟରେ, ତାଙ୍କ କାର୍ଯ୍ୟ ବିଷୟରେ ଯେପରିକି ପବିତ୍ର ଆତ୍ମା ମାନଙ୍କୁ ସ୍ମରଣ କରାଇବେ। ତାହେଲେ ଚାଲନ୍ତୁ ସେହି ପରମ ପିତାଙ୍କ ଠାରେ ଆମେ ନିଜକୁ ସମର୍ପଣ କରିବା ଓ ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସବୁ ସ୍କୁଲ ପାଠ ଆମେ ପଢିଲୁ, ଏହା ଜାଣିବା ପାଇଁ, ଏହା ମନରେ ରଖିବା ପାଇଁ, ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେମ କରିବା ପାଇଁ, ପବିତ୍ର ଆତ୍ମାର ସାହାଯ୍ୟ ନେବା ପାଇଁ, ଆଉ ତୁମ ସେହି ପ୍ରେମକୁ ସଦାସର୍ବଦା ଆମ ଜୀବନ ଗତିରେ ଲାଗୁ କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧରିଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ এই ছোট বিক্ষমা উচিত।